ଛତିଶଗଡ଼ରେ ପୁଣି ଏନ୍କାଉଣ୍ଟର। ଏହି ଏନ୍କାଉଣ୍ଟରରେ 3 ମାଓବାଦୀ ହୋଇଗଲେ ସଫା। ସୁକୁମା ବିଜାପୁର ସୀମାରେ ଏହି ଗୁଳି ବିନିମୟ ଘଟିଛି। ସୁରକ୍ଷା ବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ 3 ମାଓବାଦୀଙ୍କ ନିପାତ ହୋଇଥିବା ସୂଚନା ମିଳିଛି। ଡିଆର୍ଜି, ଏସ୍ଟିଏଫ୍, କୋବ୍ରା ବାହିନୀର ମିଳିତ ଅପରେସନରେ ଏହି ସଫଳତା ମିଳିଛି। ଏବେ ବି ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ଛାତି ଧରାଇ ଦେଇଥିଲା ଛତିଶଗଡ଼ ବିସ୍ଫୋରଣ। ମାଓ ଅପରେସନ ସାରି ବାଟରେ ଫେରୁଥିଲେ ଯବାନ। ଆଉ ଏତିକି ବେଳେ ହଠାତ୍ ପୂର୍ବରୁ ଖଞ୍ଜା ହୋଇଥିବା ଆଇଇଡି ବିସ୍ଫୋରଣ ଘଟିଥିଲା। ଆଉ ତାପରେ କେଉଁଠି ଗାଡ଼ିର କିଛି ଅଂଶ ଗଛରେ ଝୁଲୁଛି ତ କେଉଁଠି ବିଶାଳ ଗତା। ବିଜାପୁର ଜିଲ୍ଲାର କୁଟୁରୁଠାରେ ଘଟିଥିବା ଆଇଇଡି ବିସ୍ଫୋରଣ କେତେ ଭୟଙ୍କର ଥିଲା ତାହା ଆପଣମାନେ ଅନୁମାନ କରିପାରୁଥିବେ। ବିସ୍ଫୋରଣରେ 8 ଯବାନ ଶହୀଦ ହୋଇଛନ୍ତି। ଜଣେ ଡ୍ରାଇଭରଙ୍କ ଜୀବନ ମଧ୍ୟ ଚାଲିଯାଇଛି। ବିସ୍ଫୋରଣ ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। 2 ବର୍ଷରେ ବସ୍ତର ରେଞ୍ଜରେ ଏହା ସବୁଠାରୁ ବଡ଼ ହାମଲା ଥିଲା। ଏପ୍ରିଲ 26, 2023ରେ ପଡ଼ୋଶୀ ଜିଲ୍ଲା ଦନ୍ତେୱାଡ଼ାରେ ସୁରକ୍ଷା କର୍ମୀଙ୍କ ଗାଡ଼ି ଉପରକୁ ହୋଇଥିବା ନକ୍ସଲ ଆକ୍ରମଣରେ 10 ପୁଲିସ କର୍ମୀ ଓ ଜଣେ ଡ୍ରାଇଭର ଶହୀଦ ହୋଇଥିବା ସୂଚନା ମିଳିଥିଲା। ପ୍ରାୟ 1.5 ବର୍ଷ ପରେ ଆଉ ଏକ ଆକ୍ରମଣ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ବ୍ୟୁରୋ ରିପୋର୍ଟ, SCTV ଓଡ଼ିଆ।